ଲକ୍ ହେଲା ସୁପାରି କିଲରର ବନ୍ଧୁକ। ବାହାରିଲାନି ଗୁଳି। ଗୁଳି ଫୁଟାଇବା ବେଳେ ହଠାତ୍ ଲକ୍ ହୋଇଗଲା ସୁପାରି କିଲରର ବନ୍ଧୁକ। ବାହାରିଲାନି ଗୁଳି। ବଞ୍ଚିଗଲା କାଉନସିଲରଙ୍କ ଜୀବନ। ସିସିଟିଭିରେ ପୁରା ଘଟଣା କଏଦ ହୋଇଯାଇଛି। ସିସିଟିଭିରେ ଦେଖିବାକୁ ମିଳିଛି ଏକ ସ୍କୁଟରରେ ହତ୍ୟା କରିବାକୁ 2 ଜଣ ଦୁର୍ବୃତ୍ତ ଆସିଥିଲେ। ଜଣେ ଓହ୍ଲାଇ ବନ୍ଧୁକ ବାହାର କଲା, ପାଖକୁ ଯାଇ ରିଭଲ୍ଭର ଦବାଇଲା, କିନ୍ତୁ ବାହାରିଲାନି ଗୁଳି। ବନ୍ଧୁକଟି ଲକ୍ ହୋଇଯାଇଥିବା କାରଣରୁ ଗୁଳି ବାହାରିଲା ନାହିଁ। ଫଳରେ ବର୍ତ୍ତିଗଲେ ତୃଣମୂଳ କଂଗ୍ରେସର ଜଣେ କାଉନସିଲର ଚାନ୍ଦ ଘୋଷ। କୋଲକାତା କସବା ଅଞ୍ଚଳରେ ଗତକାଲି ରାତିରେ ତାଙ୍କୁ ଗୁଳି ମାରି ହତ୍ୟା କରିବାକୁ ଆସିଥିଲେ 2 ଜଣ ଦୁର୍ବୃତ୍ତ। ଅତି ନିକଟରୁ ଫାୟାରିଂ କରିବା ବେଳେ ବନ୍ଧୁକ ଲକ୍ ହେବାରୁ ଫୁଟିଲା ନାହିଁ। ଦୁର୍ବୃତ୍ତ ଦୌଡ଼ି ପଳାଇବା ବେଳେ ତାଙ୍କୁ କାବୁ କରି ପୋଲିସ ଜିମାରେ ଦେଇଛନ୍ତି ଲୋକେ। ଅଭିଯୁକ୍ତ ସୁପାରି କିଲର ଘର ବିହାରରେ। ବ୍ୟୁରୋ ରିପୋର୍ଟ, ଷ୍ଟାର ଓଡ଼ିଶା ନ୍ୟୁଜ୍।